ଏହିପରି ସାରୁ ଆଳୁ ତରକାରୀ କରନ୍ତୁ, ଅତି ସହଜରେ ବହୁତ ବଢ଼ିଆ ଲାଗିବ। ଦେଖନ୍ତୁ ଖାଇବା ପାଇଁ ତ ଆପଣମାନେ ଥରେ ଘରେ ଟ୍ରାଏ କରନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ, ଆପଣ ବି ଖାଆନ୍ତୁ। ଲେଟ୍ସ ଷ୍ଟାର୍ଟ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ମେନ୍ ରେସିପି। ଫାଷ୍ଟ ଆପଣ ନିଶ୍ଚୟ ଦେଖନ୍ତୁ। ହାଇ ସାଙ୍ଗମାନେ ନମସ୍କାର, ମୁଁ ବାଦଲ ଆଉ ଗୋଟେ କୁକିଂ ଭିଡ଼ିଓକୁ ସ୍ୱାଗତ। ଚାଲନ୍ତୁ ଆଜି ଗୋଟେ ରେସିପି କରିବା ମୋ ଝିଅ ପସନ୍ଦର। ଆପଣମାନେ ଜାଣିଛନ୍ତି ସବୁବେଳେ ମୋ ଝିଅ ପସନ୍ଦ କରେ କ'ଣ ଖାଇବ ଆଜି କହ? ମୁଁ ଯୋଉଟା ଖାଇନି ତମେ ସେଇଟା। ମୁଁ ସାରୁ ଖାଇଛୁ ବାବା। ସେ ସାରୁ ଜାଣେ। ଠିକ୍ ଅଛି, ସାରୁ ଆଳୁ ମଟନ ଭଳିଆ ଲାଗିବ, ଖାଇବୁ ନା? ହଉ ଚାଲନ୍ତୁ ମୋ ଝିଅ ପସନ୍ଦରେ ସାରୁ ମଟନ ହୁଏ, ସେ ସାରୁଟା ମାଟିରେ ଯେଉଁ ହୁଏ ରୁମ୍ରେ ପାଇଁ। ହଉ ଚାଲନ୍ତୁ ଆମେ ସାରୁ ଆଳୁରେ ଗୋଟେ ତରକାରୀ କରିବା ମୋ ଝିଅ ପାଇଁ। ନିଶ୍ଚୟ ଫାଷ୍ଟ ଲାଷ୍ଟ ମୁଁ ଦେଖୁଥିବେ ସାଙ୍ଗମାନେ। ଚାଲନ୍ତୁ ମୋ ଝିଅ ପସନ୍ଦରେ ବନେଇବା। ସାରୁ ଆଳୁ ତରକାରୀ କରିବା ସହିତ କ'ଣ କ'ଣ ସବୁ ମୁଁ ରଖିଦେଇଛି ତାର ଆଡ଼ କରିଦେବା। ସାରୁ ତ ଦେଖୁଛନ୍ତି କେତେ ସାରୁ, ଆଉ ସାରୁ 4ଟା ଆଳୁ ଆଉ ଖଣ୍ଡେ ବନ୍ଧାକୋବି ତାକୁ ବି ଦେଇଦେବା। ଦୁଇଟା ବାଇଗଣ, କଞ୍ଚାଲଙ୍କା, ଟମାଟୋ, ଧଣିଆ ପତ୍ର, ଏତିକି ଆଇଟମରେ ଆମେ ଆଜି ଚାଲନ୍ତୁ ଆଉ ଅଦା ରସୁଣ ଦେଇକି ଆମେ କରିବା। ଅଦା ରସୁଣ ଦେଇକି ଆମେ କରିବା ସାରୁ ଆଳୁ ତରକାରୀ ପୁରା ଦେଶୀ ଷ୍ଟାଇଲ୍। ଆପଣ ଫାଷ୍ଟ ଲାଷ୍ଟ ଦେଖିବେ, ଭିଡ଼ିଓଟା ଜମା ସ୍କିପ୍ କରିବେନି, ନିଶ୍ଚୟ ଜାଣିପାରିବେ। ଚାଲନ୍ତୁ ଏବେ କଟାଟି କରିସାରିଲା ପରେ ମୁଁ ଦେଖିବି, ଆପଣ ଦେଖିବେ କି ସାରୁ ଆଉ ଆଳୁ ଆମେ କାଟିକି ଧୋଇ ଦେଇଛେ। ଏବେ ଚାଲନ୍ତୁ ଆମେ ଏଥିରେ ବସେଇଦେବା। ସାରୁ ଆଳୁକୁ ଆମେ ଏବେ ବସେଇଦେବା ଆଉ ଛାଡ଼ିଦେବା ସିଝିବା ପାଇଁ। ତା ଭିତରେ ଆମେ ମସଲା ରେଡ଼ି କରିଦେବା। ବାକି ଆମେ ଏଟାକୁ ଆମେ ଛାଡ଼ିଦେବା, ସେଠି ସିଝିଯାଉ। ଏମିତି ଛାଡ଼ିଦେବା, ସେଠି ସାରୁ ଆଳୁ ସିଝିଯାଉ। ତ ଆଉ ଥରେ ଦେଖାଇ ଦେଉଛି। ସାରୁଟାକୁ ବି ମୁଁ ଏବେ ବାହାର କରିଦେଲି। ଦେଖୁଛନ୍ତି ଗରମରେ କେମିତି ବାଫ ଆସୁଛି। ଆଉ ଅଳ୍ପ ସାରୁ ବଏଲ୍ କଲେ ପୁରା ଟୋଟାଲ୍ ଟାଣ କରୁନାହାନ୍ତି, ମାନେ ନରମ କରୁନାହାନ୍ତି। ଦେଖିଥିବେ ଆଳୁଟା କେମିତି ବି କେତେ ଟାଣ ଅଛି। ଆଳୁ ବି ଦବିଲା ବେଳକୁ ବି ହେଉନାହିଁ। ଆଉ ଟିକେ ଜଷ୍ଟ ହେଲେ ଆମେ ପାଣିରେ ବଏଲ୍ କଲେ ଖାଲି ହାଫ୍ ବଏଲ୍। ଆଉ ଏଥିରେ ସେ ବନ୍ଧାକୋବି ଚୁନ୍ ଚୁନ୍ କରି କାଟି ଦେଇଛି, ପିଆଜ ଗୋଟେ, ବାଇଗଣ, କଞ୍ଚାଲଙ୍କା, ଧଣିଆ ପତ୍ର ସହିତ ଏଠି ଟମାଟୋ ପେଷ୍ଟ ଗୋଟେ, ଅଦା ରସୁଣ ପେଷ୍ଟ, ଏତିକି ଆଇଟମ୍ ଦେଖିଲେ। ଚାଲନ୍ତୁ ଆମେ ରେସିପି ଏବେ ଷ୍ଟାର୍ଟ କରିବା। ଏବେ ରେସିପି ଆରମ୍ଭ କରିବା ପୂର୍ବରୁ ଏବେ ଚାଲନ୍ତୁ ଗୋଟେ ମେନ୍ ଜିନିଷ ରହିଛି ଆମର, ଯୋଉଟା କୋଟିଂ କରିଦେବା। ଆମେ କିଛି ଲୁଣ ଅଳ୍ପ ଦେଇଦେବା, ଲୁଣ ତା ସହିତ ହଳଦୀ ଗୁଣ୍ଡ, ବାକି ଲଙ୍କା ଗୁଣ୍ଡ। ଏବେ ଆମେ ସବୁ ଦେଇଥିଲେ ଏବେ ଗୁଲାବ ଟିକେ ଏମିତି କରିକି ମିଶାଇଦେବା। ଏମିତି ମିଶାଇଲେ ଭାଜିଲେ ଟେଷ୍ଟଟା ଟିକେ ବହୁତ ବଢ଼ିଆ ଲାଗିବ। ଏମିତି ଆମେ ଦେଖିଲେ କେତେ ସୁନ୍ଦର ମିଶାଇ ଦେଲେ। ଏବେ ସାଇଡ଼୍ କରିଦେବା। ଏବେ ତାପରେ ଆମେ କଢ଼େଇ ବସାଇଦେବା ଆଉ ଲଗାଇଦେବା। କିଛି ସମୟ ଛାଡ଼ିଦେବା, କଢ଼େଇ ଟିକେ ଗରମ ହେଇଯାଉ। ତା ସହିତ ଆମେ ରେସିପି ଷ୍ଟାର୍ଟ କରିବା। ଏବେ କଢ଼େଇ ଗରମ ହେଲାଣି, ଏବେ ଆମେ ତେଲ ତା ଦେହରେ ଦେଇଦେବା। ଏବେ ତେଲ ଆମେ ଦେଇଦେଲେ କିଛି ସମୟ ଛାଡ଼ିଦେବା, ତେଲ ଟିକେ ଗରମ ହେବା ପାଇଁ। ଏବେ ତେଲ ଗରମ ହେଲାଣି, ଆମେ ତା ଦେହରେ ରଖିଦେବା ସାରୁ ଆଳୁ ଆମେ ଦେଇଦେବା। ଆଉ ଟିକେ ମିଶାଇଦେବା। ଏମିତି ଟିକେ ହାଇ ଗ୍ୟାସ୍ରେ ରଖିବା, ଆମେ ସ୍ଲୋ ଗ୍ୟାସ୍ କରିବାନି, ଟିକେ ହାଇ ଗ୍ୟାସ୍ ରଖିକି ଆମେ ଏଟାକୁ ଟିକେ ଭାଜିବା। ଗ୍ୟାସ୍ଟା ଟିକେ ହାଇ ରଖିକି ଆମେ ଟିକେ ଭାଜିବା। ଏମିତି କରିକି ଆମେ ଛାଡ଼ିଦେବା। ଭାଜି ସାରିଲା ପରେ ମୁଁ ଦେଖେଇବି। ଏବେ ସାରୁ ଟିକେ ଭାଜି ହେଇଗଲାଣି, ଦେଖିପାରୁଛନ୍ତି ସାରୁ ଆଳୁ ଟିକେ ଭାଜି ହେଇଗଲାଣି। ବେଶୀ ଆମେ ପୋଟପୋଟା କରି ଭାଜିବାନି, ଜଷ୍ଟ କରି ଆମେ ଟିକେ ନରମରେ ଭାଜିକି ଏମିତି ତାକୁ କାଢ଼ିଦେବା। ଦେଖିଲେ ତାକୁ ଏମିତି ଆମେ ଏବେ ସବୁ କାଢ଼ିଦେଲେ। ଏବେ ସେଇ ତେଲ ଦିହରେ ଆଉ ଟିକେ ଆମେ ଅଳ୍ପ ଟିକେ ତେଲ ଆଡ଼୍ କରିଦେବା। ଏବେ ରେସିପି ଷ୍ଟାର୍ଟ କରିବା। ଏବେ ତେଲ ଗରମ ହେଇଗଲାଣି, ତାପରେ ଆମେ ଗୋଟେ ଚାମଚ ସ୍ପୁନ୍ ଜିରା ଦେଇଦେବା। ତା ସହିତ ଦୁଇଟି ତେଜପତ୍ର ଦେଇଦେବା ଆଉ କଞ୍ଚାଲଙ୍କା ଦେଇକି ଆମେ ଟିକେ ଭାଜିବା। ଟିକେ ଗୋଟେ ମିନିଟ୍ ପର୍ଯ୍ୟନ୍ତ ଏମିତି ଭାଜିବା। ଏବେ କଞ୍ଚାଲଙ୍କା ଭାଜିବା ସହିତ ତା ଦେହରେ ଆମେ ଚପ୍ ରଖିଥିବା ପିଆଜ ଆମେ ଏମିତି ଦେଇଦେବା। ପିଆଜ ଟିକେ ବହୁତ ଦେଲେ ଭଲ ହେବ, କାହିଁକିନା ଆମେ ଟିକେ ବହଳିଆ ଗ୍ରେଟ୍ କରିବା ଖାଇବା ପାଇଁ, ବେଶୀ ଝୋଳ ଦେବାନି। ଏବେ ପିଆଜ ସବୁ ଦେଇଦେଲେ ଆମେ ଏବେ ବାକି ପିଆଜ ଭଲ ଭାବେ ମିଶାଇକି ଆମେ ଛାଡ଼ିଦେବା। ପିଆଜ ଟିକେ ଭଲ ଭାବେ ଗୋଲ୍ଡେନ୍ ହେବା ପର୍ଯ୍ୟନ୍ତ ଆମେ ଏମିତି ତାକୁ ଛାଡ଼ିଦେବା। ପିଆଜ ଟିକେ ଭଲ ଭାବେ ଗୋଲ୍ଡେନ୍ ହେବା ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା। ଏବେ ପିଆଜ ଟିକେ ଗୋଲ୍ଡେନ୍ ହେଇ ଆସିଲାଣି। ଏବେ ପିଆଜ ଗୋଲ୍ଡେନ୍ ହେଇ ଆସିଲାଣି, ତା ସହିତ ଆମେ ଟିକେ ଅଳ୍ପ ଟିକେ ଜଷ୍ଟ ଟିକେ ଲୁଣ ଦେଇଦେବା। ଅଳ୍ପ ଅଳ୍ପ ଦେଇଦେବା ମସଲା। ଏବେ ଟିକେ ଲୁଣ ଆଉ ହଳଦୀ, ତା ସହିତ ଲଙ୍କା ଗୁଣ୍ଡ ସବୁ ଅଳ୍ପ ଅଳ୍ପ ଦେବା, ବହୁତ ଦେବାନି କି। ତାକୁ ଭଲ ଭାବେ ମିଶାଇ ଦେବା, କାହିଁକିନା ଆମେ ସାରୁ ଆଳୁ ଭାଜିଲା ପରେ ତା ଦେହରେ ଲୁଣ ଦେଇଛନ୍ତି। ଆପଣମାନେ ଯେତିକି ଲୁଣ ଦେବେ ତାକୁ ମାପ ଦେବେ, ବେଶୀ ଲୁଣିଆ ଖାଇବା ଭଲ ଲାଗିବନି। ଏବେ ଏମିତିକି ମିଶାଇ ଦେଲେ ଗୋଟେ ମିନିଟ୍ ଛାଡ଼ିଦେବା, ଟିକେ ଭାଜିଲା ପରେ ତା ସହିତ ଆମେ ଅଦା ରସୁଣ ଆଡ଼୍ କରିବା। ପିଆଜ ଏବେ ଗୋଲ୍ଡେନ୍ ହେଇଗଲାଣି, ତା କଲର୍ ବି ଚେଞ୍ଜ ହେଇଗଲାଣି। ବାକି ଆମେ ତା ଦେହରେ ଅଦା ରସୁଣ ପେଷ୍ଟ କରିବି, ଟିକେ ପତଳା କରିବି, ପତଳା କଲେ ଭଲ ମ୍ୟାଗ୍ନେଟ୍ ବତା ଦେବେ। ଏବେ ଅଦା ରସୁଣ ପେଷ୍ଟ ଦେଇ ଦେଇଛି, ଭଲ ଆମେ ମିଶାଇ ଦେବା। ଆଉ ମିଶାଇକି ଆମେ କିଛି ସମୟ ଏମିତି ତାକୁ ଛାଡ଼ିଦେବା, ସେଠି ଭଲ ଭାବେ କଷିବା ପର୍ଯ୍ୟନ୍ତ। ବାକି ଆମେ ସେ ଅଦା ରସୁଣ ପେଷ୍ଟ ଥିଲା, ତାକୁ ପାଣି ଧୋଇଲା ଦେଇ ଦେଇଦେବା। ଏବେ ଛାଡ଼ିଦେବା ମସଲା ଟିକେ ଭଲ ଭାବେ କଷିଲା ପର୍ଯ୍ୟନ୍ତ। ଏବେ ଅଦା ରସୁଣ ମସଲାର ବାସ୍ନା ଟିକେ ଆସିଲାଣି, ଆଉ ଟିକେ କଷିବା। ତା ସହିତ ଆମେ ଦୁଇଟି ମସଲା ଦେହରେ ଆମେ ଆଡ଼୍ କରିବା। ଏଇଟା ହେଉଛି ଧଣିଆ ପାଉଡ଼ର ଟିକେ, ବେଶୀ କିଛି ଦେବେନି, ଧଣିଆ ପାଉଡ଼ର ଟିକେ, ତା ସହିତ ଗରମ ମସଲା ପାଉଡ଼ର ବି ଟିକେ ଆପଣମାନେ ଦେଇଦେବେ। ଦେଲେ ତା ରେସିପିଟା ଟିକେ ଭଲ ଆସିବ, ଖାଇବା ପାଇଁ ବାସ୍ନା ହେବ। ସୋରିଷ ବେସର ଆମେ କରିଥାନ୍ତେ, ତାର ଏଗୁলো ସବୁ କିଛି ପଡ଼ିନଥାନ୍ତା। ଆମେ ଯଦି ଅଦା ରସୁଣ କରୁଛନ୍ତି, ଟିକେ ଗରମ ମସଲା ଦେଲେ ଟେଷ୍ଟ ଟିକେ ଭଲ ଆସେ।
ଆଉ ଚିକେନ୍ ଆଉ ମଟନ୍ ତରକାରୀ କରି ଲାଗିବ। ଏବେ ମସଲା ଭଲ କଷି ଛାଡ଼ିଦେବା। ମନେ ରଖିବେ ଯେତେବେଳେ ମସଲା କଷିବେ ସବୁବେଳେ ଦୁଇଟି କରା ତେଲ ଆସିବା ପାଇଁ ଦେଖିବେ ତେଲ ଉପରକୁ ଉଠିଲା ମାନେ ଆପଣ ଜାଣିପାରିବେ ଯେ ମସଲା କଷି କଷି ହେଇଗଲାଣି। ଏବେ ଏମିତି ଗୋଟେ ମିନିଟ୍ ଛାଡ଼ିଦେବା ଟିକେ ବାସ୍ନା ବହୁତ ବଢ଼ିଆ ଆସିଲାଣି ଟିକେ କଷିବୁ ତାପରେ ଆମେ ଟମାଟର ପେଷ୍ଟ ଦେବା ଦେବେ। ଏବେ ଅଦା ରସୁଣ ପେଷ୍ଟଟା ହେଇଗଲାଣି ଆମେ ଏବେ କ'ଣ କରିବା ତାଦେହରେ ରଖିଥିବା ଟମାଟୋ ପେଷ୍ଟ ଦେବେ ତାଦେହରେ ଆମେ ଆଡ଼୍ କରିଦେବା। ଟମାଟୋ ଦେଇଦେଲେ ଟମାଟୋ ଭଲ ଭାବେ ଆମେ ମିଶାଇଦେବା। ଟମାଟୋ ମିଶାଇଲା ପରେ ତା କଲର୍ଟା କେମିତି ଅଛି ଆପଣମାନେ ଦେଖିପାରୁଥିବେ। ଟମାଟୋ ମିଶାଇ ସାରିଲା ପରେ ତା କଲର୍ଟା କେତେ ସୁନ୍ଦର ଭାବେ ଆସୁଛି। ଆଉ କିଛି ସମୟ ଏମିତି କଷିବା ଟମାଟୋର ସ୍ମେଲ୍ ଯିବା ପର୍ଯ୍ୟନ୍ତ କାରଣ ଢାଙ୍କୁଣି ଦେଇକି ରଖିବା ଢାଙ୍କୁଣି ଦେଲେ ଟମାଟୋର ସ୍ମେଲ୍ଟା ରହିବ। ଏମିତି ଟିକେ ସ୍ଲୋ କରିଦେବା ଗ୍ୟାସ୍ଟାକୁ ଟିକେ ଛାଡ଼ିଦେବା କିଛି ସମୟ ଟମାଟୋ ଟିକେ କଷି ହେଇଯାଏ ଭଲ ଭାବେ ମସଲାଟା। ଏବେ ଟମାଟୋ ଟିକେ ହେଇ ଆସିଲାଣି ଏବେ ଟମାଟୋ ଟିକେ ହେଇସାରିଲାଣି ଏବେ ଆମେ କ'ଣ କରିବା ତାଦେହରେ ରଖିଥିବା ବାଇଗଣକୁ ଆମେ ତାଦେହରେ ଦେଇଦେବା। ବାଇଗଣ ସହ ଯେଉଁ ବନ୍ଧାକୋବି କାଟିଲେ ବନ୍ଧାକୋବି ଆମେ ତାଦେହରେ ଦେଇଦେବା। ଏବେ ତାକୁ ଭଲ ଭାବେ ମିଶାଇବା ବନ୍ଧାକୋବି ଏମିତି ମିଶାଇକି ଛାଡ଼ିଦେବା କିଛି ସମୟ ଛାଡ଼ିଦେବା କଷିବା ପାଇଁ। ଏବେ ହେଇଗଲାଣି ମସଲା ହେଇଗଲାଣି କେମିତି ବହଳିଆ ହେଇଗଲାଣି ଟିକେ ପାଣି ଦେବାର ଅଛି ତା ଦେହରେ। ଏବେ ଆମେ କ'ଣ କରିବା ତା ଦେହରେ ଅଳ୍ପ ଟିକେ ଧଣିଆ ପତ୍ର ଦେଇଦେବା। ଏବେ ତାକୁ ମିଶାଇଦେବା ଭଲ ଭାବେ ଆଉ ତା ଦେହରେ ରଖିଦେବା ସାରୁ ଆଳୁକୁ ଆମେ ଏବେ ତା ଦେହରେ ଦେଇଦେବା। ଏବେ ସାରୁ ଆଳୁ ଦେଇଦେଲେ ତାକୁ ମିଶାଇଦେବା ଭଲ ଭାବେ। ଏବେ ସାରୁ ଆଳୁ ତା ଦେହରେ ଭଲ ଭାବେ ମିଶିଗଲା ଆମେ ତାକୁ ଗୋଟେ ମିନିଟ୍ ଛାଡ଼ିଦେବୁ ଢାଙ୍କୁଣି ଦେଇକି ସେ ଟିକେ ବଏଲ୍ ହେଇଯାଉ ତାପରେ ଆମେ ଅଳ୍ପ ଟିକେ ପାଣି ଦେଇଦେବା। ଗୋଟେ ମିନିଟ୍ ହେଇଗଲାଣି ଆମେ କାଢ଼ିଦେବା। ତା ଦେହରେ କେମିତି କେତେ ବହଳିଆ ଅଛି ସେ ଦେଖିବା କେତେ ବହଳିଆ ଅଛି। ତେବେ କ'ଣ କରିବା ଆମେ ସେଥିରେ ରଖିଦେବା ଅଳ୍ପ ପାଣି ସେ ମସଲା ପାଣି ଯେଉଁ ରଖିଦେଇଥିଲେ ସେ ଶାଢ଼ୀ ରଖିଥିଲେ ସେ ପାଣିଟାକୁ ଟିକେ ସେଥିରେ ଆମେ ଏବେ ଆଡ଼୍ କରିଦେବା। ବାସ୍ ବେଶୀ ପାଣି ଦେବାନି ଅଳ୍ପ ପାଣି ଦେବା। ଆପଣ ଯେତିକି ଝୋଳ ଖାଇବେ କିନ୍ତୁ ଟିକେ ବହଳିଆ ଟାଇପ୍ର ଖାଇବେ ବୋଲି ପାଣି ଟିକେ ଦେଲେ ସବୁ ସିଝିଛି। ଏବେ ତା ଲୁକଟା ଦେଖାଉଥିବେ କେମିତି ତା ଝୋଳ ଦେଖାଉଛି ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଟିକେ ହେଇଯାଉ କିଛି ସମୟ ତାକୁ ଛାଡ଼ିଦେବା। ଲାଷ୍ଟ ହେଇସାରିଲା ପରେ ଆମେ ଢାଙ୍କୁଣି ଛାଡ଼ିଦେବା କିଛି ସମୟ ପରେ ଦେବ କମ୍ପ୍ଲିଟ୍ ପରେ ମୁଁ ଦେଖିବେ। ଏବେ 2 ମିନିଟ୍ ହେଇଗଲା। ଏବେ ଆମେ ଢାଙ୍କୁଣିଟାକୁ ଆମେ କାଢ଼ି ଦେଇଛେ କେତେ ଫୁଟୁଛି ଦେଖିପାରୁଛନ୍ତି। वा এটা আমার সারু আলু তরকারি ওকে এটা সারু আপনার চাইলে দাবি দেবে সারুটাକୁ সারু কেତେ নরম ହେଇଗଲାଣି ଦେଖିପାରୁଥିବେ କେମିତି ଆଉ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ଏବେ ଆମେ ବନ୍ଦ କରିଦେବା ଦେଖିପାରୁଥିବେ କେମିତି ସେ ଗ୍ରେଭିଟା କେମିତି ଲାଗୁଛି ବଢ଼ିଆ କେତେ ବଢ଼ିଆ ଅଛି ଆପଣମାନେ ଖାଇପାରିବେ ରୁଟିରେ କିମ୍ବା ଭାତରେ ଖାଇପାରିବେ। ଆମେ ଭାତରେ ଖାଇବା କରୁଛେ ବାକି ଆମେ କ'ଣ କରିବା ଏବେ ତା ଦେହରେ ଧନିଆ ପତ୍ରକୁ ଦେଇଦେବା ତା ସହିତ ଆମେ ତାକୁ ଏବେ ବନ୍ଦ କରିଦେବା। ଦେଖିଲେ ସାରୁ ଆଳୁ ତରକାରୀଟା ଆମର ଦେଶୀ ଷ୍ଟାଇଲ୍ରେ ଅଲରେଡ଼ି କମ୍ପ୍ଲିଟ୍ ହେଇଗଲା। ଏବେ ସାମାନ ଫାଇନାଲ କମ୍ପ୍ଲିଟ୍ ହେଇଗଲା ଦେଖିଲେ ଆଉ କେତେ ସୁନ୍ଦର ଭାବେ ବନେଇଦେଲି ସାରୁ ଆଳୁ ତରକାରୀଟା ପୁଣି ତା ଦେହରେ ବନ୍ଧାକୋବି ଦେଇ। ଆଉ ଆଶା କରୁଛି ଭିଡ଼ିଓଟା ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓଟା ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ଭୁଲେନି। ଜୟ ଜଗନ୍ନାଥ ନମସ୍କାର। ମୁଁ ବାଦର ପୁଣି ଦେଖା ଗୋଟେ ବଢ଼ିଆ ବ୍ଲଗ୍ করে ଖାସ୍ ଆପଣମାନଙ୍କ ପାଇଁ ନେଇ ଆସିବି ଦମଦାରିଆ ବ୍ଲଗ୍ ଦେଶୀ ବ୍ଲଗ୍। ରହିଲି ନମସ୍କାର ବାଏ ବାଏ। ନିଶ୍ଚୟ କମେଣ୍ଟରେ ଜଣାଇବେ ଆପଣଙ୍କୁ କମେଣ୍ଟକୁ ମୁଁ ଅପେକ୍ଷା କରିଛି। ରହିଲି ବାଏ ବାଏ। ପୁଣି ଦେଖା ଜବରଦସ୍ତ ବ୍ଲଗ୍ ନେଇ ଆସିବି ଖାସ୍ ଆପଣମାନଙ୍କ ପାଇଁ।